ଏବେ ତ ବହୁତ ଭଲ ପୋଟଳ ମିଳୁଛି। ଆପଣ ପୋଟଳରେ ସେ ଗୋଟେ ପ୍ରକାର ତରକାରୀ କି ଭଜା ଖାଇ ଖାଇ ଯଦି ବୋର୍ ହେଇଗଲେଣି, ତାହେଲେ ପୋଟଳକୁ ଏମିତି ନୂଆ ଶୈଳୀରେ ଥରେ ପ୍ରସ୍ତୁତ କରନ୍ତୁ। ଭାତ, ପଖାଳ, ରୁଟି, ପରଟା, ପୁରୀ ସବୁଥିରେ ଏ ଖାଇବା ପାଇଁ ଭଲ ଲାଗିଥାଏ। ଆପଣଙ୍କୁ ଲଞ୍ଚ ବକ୍ସ କି ଟିଫିନ୍ ବକ୍ସରେ ବି ଦେଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଟଳର ଏହି ରେସିପି ପାଇଁ ମୁଁ ଏଠି କିଛି ପୋଟଳ ନେଇଛି। ପୋଟଳର କ୍ୱାଣ୍ଟିଟି ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ପୋଟଳ ସହିତ ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ର ଆଳୁ ନେଇଛି। ଆଳୁ ଏଠି ଅପସନାଲ୍ ଅଛି। ଆଳୁର କ୍ୱାଣ୍ଟିଟି ବି ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଟଳକୁ କାଟିବା। ପ୍ରଥମେ ମୁଁ ପୋଟଳର ଉପର ସ୍କିନ୍କୁ ଲାଇଟଲି ପିଲ୍ କରିଦେଇଛି। ତାପରେ ମୁଁ ଏଠି ପୋଟଳର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କଲା ପରେ ମୁଁ ଏଠି ପୋଟଳକୁ ଏମିତି ତେର୍ଚା ଆଉ ପତଲା ପତଲା କରି କାଟିକି ନେଇଛି। ଆପଣ ପୋଟଳକୁ ଆପଣଙ୍କ ହିସାବରେ କୌଣସି ବି ସେପ୍ର କାଟିକି ନେଇପାରିବେ। ତାପରେ ମୁଁ ଆଳୁକୁ ଟିକେ ମୋଟା ମୋଟା ଆଉ ଗୋଲ ଗୋଲ କରି କାଟିକି ନେଇଛି। ଆଳୁକୁ ଟିକେ ମୋଟା ମୋଟା କରି କାଟିବେ। ମୁଁ ଏଠି ସବୁ ଆଳୁ ଆଉ ପୋଟଳକୁ କାଟିଲା ପରେ ଭଲସେ ଧୋଇକି ନେଇଯାଇଛି। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଇଗଲା ପରେ ମୁଁ ଏଠି ଗୋଟେ ଶୁଖିଲା ଲଙ୍କାକୁ ଭାଙ୍ଗିକି ପକାଇଛି। ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ଦେଇଛି। ଜିରା ସୋରିଷ ଜାଗାରେ ଆପଣ ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ ନେଇପାରିବେ। ଶୁଖିଲା ଲଙ୍କା, ଜିରା, ସୋରିଷ ଭଲସେ ଭାଜି ହେଇଗଲା ପରେ ମୁଁ ଏଠି ଗୋଟେ ବଡ଼ ପିଆଜକୁ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ପକାଇଛି। ଏବେ ଆମେ ପିଆଜକୁ ଭାଜିବା। ପିଆଜକୁ ବେଶୀ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବା ଦରକାର ନାହିଁ। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ଆମେ ଏଥିରେ କାଟିକି ରଖିଥିବା ପୋଟଳ ଆଉ ଆଳୁକୁ ଦେଇଦେବା। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ଆଉ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଦେଇଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା। 1ରୁ 2 ମିନିଟ୍ ପରେ ଆମକୁ କଭର୍ କରି ଲୋ ଫ୍ଲେମ୍ରେ 4ରୁ 5 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଯେମିତି ପୋଟଳ ଆଉ ଆଳୁ 40ରୁ 50% ପର୍ଯ୍ୟନ୍ତ ସିଝିଯିବ। ଆପଣ ଏଥିରେ ବିଲକୁଲ ବି ପାଣି ଦେବେନି। ମଝିରେ ମଝିରେ ଘୋଡ଼ଣି କାଢ଼ି ପୋଟଳ ଆଉ ଆଳୁକୁ ଗୋଳଉଥିବେ, ନହେଲେ ଆର ତଳପଟ ଲାଗି ପୋଡ଼ି ଯାଇପାରେ। ପୋଟଳ ଆଳୁ ଭାଜି ହେଉଥିବା ଭିତରେ ଚାଲନ୍ତୁ ଏବେ ଆମେ ଗୋଟେ ମସଲା ବନେଇଦେବା। ସେଥିପାଇଁ ମୁଁ ଏଠି ଗୋଟେ ଛେଚା ନେଇଛି। ଏଥିରେ ମୁଁ 15ରୁ 18 ପାଖୁଡ଼ା ରସୁଣ ଦେଇଛି। ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ତାପରେ ମୁଁ କଲର୍ ପାଇଁ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି ଆଉ ରାଗ ପାଇଁ ଲଙ୍କା ଗୁଣ୍ଡ ପକାଇଛି। ଏବେ ଆମେ ଏଥିରେ ଅଳ୍ପ ଟିକେ ଲୁଣ ପକାଇବା ଆଉ ସବୁକୁ ଭଲସେ ଛେଚିକି ନେଇଯିବା। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ। କାଶ୍ମୀରୀ ଲଙ୍କା ଗୁଣ୍ଡ ଏଠି ଅପସନାଲ୍ ଅଛି। ଲଙ୍କା ରସୁଣର ପେଷ୍ଟ ଏଠି ରେଡ଼ି ହେଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋର ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। 4ରୁ 5 ମିନିଟ୍ ପରେ ମୁଁ ଏଠି ଘୋଡ଼ଣି କାଢ଼ି ଦେଇଛି। ଏବେ ଆମେ ପୋଟଳ ଆଉ ଆଳୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା। ଏବେ ଆମେ ଏଥିରେ ଯେଉଁ ରସୁଣ ଲଙ୍କା ଗୁଣ୍ଡର ପେଷ୍ଟ ବନେଇକି ରଖିଥିଲେ ତାକୁ ଦେଇଦେବା ଆଉ ସବୁକୁ ଭଲସେ ମିକ୍ସ କରି ଆମକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ କୁକ୍ କରିବା। ଯେମିତି ଏ ରସୁଣ ଲଙ୍କା ଗୁଣ୍ଡ ପେଷ୍ଟର କଞ୍ଚା ବାସ୍ନା ପଳେଇବ। ଏଠି 1ରୁ 2 ମିନିଟ୍ ହେଇଗଲାଣି। ଏବେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ଦେଇଛି। ଆ ଜାଗାରେ ଆପଣ କିଛି ବି ସବଜି ମସଲା ପକାଇ ପାରିବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆମେ ପୋଟଳ ଆଉ ଆଳୁକୁ 20ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କରିବା। 20ରୁ 30 ସେକେଣ୍ଡ ପରେ ଆମକୁ କଭର୍ କରି ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଯେମିତି ପୋଟଳ ଆଉ ଆଳୁ ଭଲ ଭାବେ ସିଝିଯିବ। ମଝିରେ ମଝିରେ ଘୋଡ଼ଣି କାଢ଼ି ଆକୁ ଗୋଳଉଥିବେ, ନହେଲେ ଆର ତଳପଟ ଲାଗି ପୋଡ଼ି ଯାଇପାରେ, କାରଣ ଆମେ ଏଥିରେ ବିଲକୁଲ ବି ପାଣି ଦେଇନେ। 5ରୁ 6 ମିନିଟ୍ ପରେ ମୁଁ ଏଠି ଘୋଡ଼ଣି କାଢ଼ି ଦେଇଛି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା ଆଉ ପୋଟଳ ଆଳୁକୁ ଏମିତି ଖେଳେଇ ଖେଳେଇ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଯେମିତି ପୋଟଳ ଆଳୁ ଟିକେ ଖରିଆ ହେଇ ଭାଜି ହେଇଯିବ। ଦେଖିପାରୁଥିବେ ଏଠି ପୋଟଳ ଆଉ ଆଳୁ ଭଲସେ ସିଝି ଯାଇଛି। ଏଠି 1ରୁ 2 ମିନିଟ୍ ହେଇଗଲାଣି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା ଆଉ ଗ୍ୟାସ୍ ବନ୍ଦ କରିଦେବା।
पोटलर यह रेसिपी ये रेडी हो जाइए। आपण यह रेसिपी को कौ जगार देखुं कमेंट सेक्शन में जनइबे। जदि आपन को यह रेसिपी भल लगी ताको लाइक करेंगे। जदि एपर्यंत मो चैनल को सब्सक्राइब करना तो सब्सक्राइब करने को जमार भूलें। जदि फेसबुक रे देखुथिबे ताले फॉलो करने को जमार भूलें। थैंक यू फॉर वाचिंग।